ମୋର ଏଇ କଥା ମନେ ପଡେ ଯେ ଯେତେବେଳେ ଯଦି ମୋ ବାପା ମାଙ୍କର ଚିନ୍ତା କଥା ମତେ ମନେ ପଡେ, ଆଉ ସେମାନେ ଯେତେବେଳେ ଭୋର 4ଟା, କେବେ 3ଟା, କେବେ 3:30 ଏମିତି ଉଠି ନିଜ ନିଜ ପରିବାର ନିମନ୍ତେ, ପିଲାମାନଙ୍କ ନିମନ୍ତେ, ମଣ୍ଡଳୀ ନିମନ୍ତେ, ଗାଁ ନିମନ୍ତେ, ଦେଶ ନିମନ୍ତେ, ରାଜ୍ୟ ନିମନ୍ତେ ସେମାନେ ପ୍ରାର୍ଥନା କରୁଥିଲେ, ତାହା ଯଦି ଆଜି ଆମେ ଦେଖିବାକୁ ଯିବା, ଆଜି ଶିଥିଳତା ଅବସ୍ଥାରେ ଆସିଯାଇଅଛି। ଅନେକ ପରିବାରରେ, ଅନେକ ମଣ୍ଡଳୀରେ, ଅନେକ ଗ୍ରାମ ମାନଙ୍କରେ, ହୁଏତ ମୁଁ ଯେତେବେଳେ ଛୋଟ ଥିଲି, ଯେତେବେଳେ ଗାଁରେ ଯଦି ପାହାନ୍ତିଆରେ ଉଠି ଯେତେବେଳେ ମୁଁ ଯାଏ, ପ୍ରତ୍ୟେକ ପରିବାରରେ ଆଉ ପରିବାର ପ୍ରାର୍ଥନା, ବାପା ହଉ ମା ହଉ ପୁରା ଚିଲେଇ କରି ପ୍ରାର୍ଥନା କରୁଥିଲେ, ତାହା ଏବେ ଶିଥିଳତା ଆସିଯାଇଅଛି। ମୋର ପ୍ରିୟ ବନ୍ଧୁଗଣ, ମୁଁ କହିବାର ମାନେ ଯେ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରିଅଛନ୍ତି, ଆଶୀର୍ବାଦ କରିଅଛନ୍ତି ଅନେକ ମାଧ୍ୟମରେ। ତଥାପି ଜଗତର ଜଗତପତି ଆଜି ଆମମାନଙ୍କୁ ବାନ୍ଧି ଦେଇଅଛି ତାଙ୍କ ନିକଟକୁ ଯିବା ନିମନ୍ତେ, ତାଙ୍କର ଚରଣ ତଳେ ଆଣ୍ଠୁ ଭାଙ୍ଗିବା ନିମନ୍ତେ, ତାଙ୍କ ଚରଣ ତଳେ ପ୍ରାର୍ଥନା କରିବା ନିମନ୍ତେ। ମୋ ପ୍ରିୟ ବନ୍ଧୁଗଣ, ଜଗତର ଜଗତପତି ଆଜି ଅନେକ ମାଧ୍ୟମରେ ଆମକୁ ନେଇଯାଉଛି, ଯାହା ଫଳରେ କି ଆମେ ତାଙ୍କ ନିକଟକୁ ଆସିପାରୁନାହୁଁ। କିନ୍ତୁ ପ୍ରଭୁ ଆମମାନଙ୍କୁ କଣ କରୁନାହାନ୍ତି, ସିଏ ଆମମାନଙ୍କୁ ଛାଡି ନାହାନ୍ତି। ମୋ ପ୍ରିୟ ମାନେ, ହୁଏତ ତାଙ୍କଠାରୁ ଆମେ ଦୂରକୁ ଚାଲି ଯାଇଥାଉ, କିନ୍ତୁ ସେ ଆମମାନଙ୍କୁ କଣ କରୁଛନ୍ତି, ତାଙ୍କର ବାହୁରେ ଆଜି ପର୍ଯ୍ୟନ୍ତ ସେ କଣ କରୁଛନ୍ତି, କଢେଇ ନେଇଛନ୍ତି। ହାଲେଲୁୟା, ହାଲେଲୁୟା। ହାଲେଲୁୟା। ଆସନ୍ତୁ ମାନେ ପ୍ରାର୍ଥନା ପବିତ୍ର ବାକ୍ୟକୁ ଯିବା ପୂର୍ବରୁ ମୁଁ ପଦେ ପ୍ରାର୍ଥନା କରିବି। ମୋର ପ୍ରାର୍ଥନା ଆପଣମାନେ ମନୋଯୋଗ କରନ୍ତୁ। ଧନ୍ୟବାଦ ଦଉଛି ପ୍ରଭୁ ସୁନ୍ଦର ସମୟ ପାଇଁ। ସତରେ ଆମମାନଙ୍କୁ ତୁମେ କେତେ ପ୍ରେମ କଲ ବାପା, କେତେ ଦୟା କଲ, ଅନୁଗ୍ରହ କଲ। ଏ ପ୍ରାତଃ ଉପାସନାରେ ଆମମାନଙ୍କୁ ତୁମେ ସୁଯୋଗ ଦେଲ ତୁମର ଚରଣ ତଳେ ବସି। ହଁ ପ୍ରଭୁ, ଜୁମ୍ ମାଧ୍ୟମରେ ପ୍ରଭୁ ତୁମର ଗୌରବ, ତୁମର ପ୍ରଶଂସା, ତୁମର ଧନ୍ୟବାଦ କରିବା ନିମନ୍ତେ, ସେଥିପାଇଁ ଧନ୍ୟବାଦ ଦିଏ ପ୍ରଭୁ। ଏତେବେଳେ ପିତା, ହଁ ପ୍ରଭୁ, ଯେଉଁମାନେ ଯେଉଁ ସ୍ଥାନ ମାନଙ୍କରେ ହଁ ପ୍ରଭୁ ରହିକରି ତୁମର ଉପାସନା, ତୁମର ଗୌରବ କରୁଅଛନ୍ତି, ହୁଏତ ପ୍ରଭୁ ଆମେ ଭିନ୍ନ ଭିନ୍ନ ସ୍ଥାନରେ ଆମମାନେ ରହିକରି ତୁମର ଗୌରବ ପ୍ରଶଂସା କରୁଅଛୁ, କିନ୍ତୁ ବାବା ତୁମେ ସମସ୍ତଙ୍କ ସହିତ ଅଛ, ସେଥିପାଇଁ ଧନ୍ୟବାଦ ଦିଏ ପ୍ରଭୁ। ପ୍ରଭୁ ଏତେବେଳେ ପିତା ତୁମର ଗୌରବ ପ୍ରଶଂସା କରୁ କରୁ ତୁମର ସେ ପବିତ୍ର ବାକ୍ୟରୁ ଆମେ ଅଳ୍ପ ସମୟ ଧ୍ୟାନ କରିବୁ। ତୁମେ ଦୟା କର, ମତେ ଲୁଚାଅ ଲିଭା ପ୍ରଭୁ, ମୋ ସହିତ ତୁମେ କଥା କୁହ। ତୁମ ଲୋକମାନେ ହଁ ପ୍ରଭୁ ତୁମର ବାକ୍ୟରେ ପରିତୃପ୍ତ ହେବା ପାଇଁ ତୁମେ ହଁ ପ୍ରଭୁ ସାହାଯ୍ୟ କର ବୋଲି ତୁମ ନିକଟରେ ପ୍ରାର୍ଥନା କରି ଦୟା କର। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆମମାନଙ୍କର ସହାୟ ସହବର୍ତ୍ତୀ ପରମେଶ୍ୱର ତୁମେ ହୁଅ, ସବୁ ଗୌରବ ତୁମେ ପାଅ। ପ୍ରାର୍ଥନା ଶୁଣିଲ ଧନ୍ୟବାଦ ଦେଇ ତୁମର ସେ କଣ୍ଟା ପାଇଁ ଚଞ୍ଚଳ କ୍ଷମା ମାଗିଲି ପିତ, ଆମେନ୍। ଆମେ ସମସ୍ତେ ମ୍ୟୁଟ କରିଛେ, ଆମେ ସମସ୍ତେ ଆଉ ମ୍ୟୁଟ ଇଏ କରି ଆମେ ସମସ୍ତେ ପ୍ରଭୁଙ୍କର ଗୌରବ କରିବା, ପ୍ରଭୁଙ୍କର ଧନ୍ୟବାଦ କରିବା। ଆଜି ଯଦି ଆମେ ଦେଖିବା, ଆଜି ଜଗତ ମଧ୍ୟରେ ଦେଖିବା, ଅନେକ ଲୋକ ସୋସିଆଲ ମିଡିଆରେ ଆଉ କଣ କରୁଛନ୍ତି, କିପରି ମୁଁ ବଡ ଲୋକ ହେବି, ମୋ ନା କିପରି ପ୍ରଚାର ହବ, ମତେ ସମସ୍ତେ ଜାଣିବେ କିପରି, ମତେ ସମସ୍ତେ ଚିହ୍ନିବେ କିପରି। ବର୍ତ୍ତମାନ ସମସ୍ତେ ଏପରି ଆଉ ଚିନ୍ତା କରନ୍ତି, ଆଉ ଭାବନା କରନ୍ତି, ଆଉ ମୁଁ କିପରି ଆଜି ସୋସିଆଲ ମିଡିଆରେ ଗୋଟେ ବଡ ଲୋକ ହେବି, ସମସ୍ତେ ମତେ କଣ କରିବେ, ଜାଣିବେ। ମୋର ପ୍ରିୟ ବନ୍ଧୁଗଣ, ଆଜି ସୋସିଆଲ ମିଡିଆ ଏପରି କରିଦେଇଛି, ଲୋକମାନଙ୍କୁ ଚକିତ କରିଦେଇଛି, ଯାହା ଫଳରେ ଆଉ ସେମାନଙ୍କ ମଧ୍ୟରେ ସ୍ପିରିଚୁଆଲ ପୁରା ଡେଡ୍। ଆମେ ଯଦି ଦେଖିବା, ମାନେ ନିଜ ନିଜକୁ ଗର୍ବ କରୁ ବେଳେ ବେଳେ, ନିଜର ଚାକିରି ପାଇଁ, ନିଜର ଧନ ପାଇଁ, ନିଜର ବଳ ପାଇଁ, ନିଜର ସମ୍ମାନ ପାଇଁ, ନିଜର ସୁନ୍ଦର ପାଇଁ। ଏହା କେବଳ ଅଳ୍ପ ସମୟ ମୋର ପ୍ରିୟ ବନ୍ଧୁଗଣ, ସୀମିତ ମାତ୍ର। ଯେତେବେଳେ ଆମେ ଯଦି ବଳ ପାଇଁ ନିଜକୁ ଗର୍ବ କରିଥାଉ, ବାଇବଲରେ ଲେଖା ଅଛି ବଳ ସକାଶେ 70 ଏବଂ 80 ବର୍ଷ ନିମନ୍ତେ। ଯଦି ଆମେ ଚାକିରି ପାଇଁ ଆମେ ଯଦି ଗର୍ବ କରିଥାଉ କେବଳ 60 ବର୍ଷ ନିମନ୍ତେ। ଆମେ ଯଦି ଧନୀ ହେଇଥାଉ ମୋର ପ୍ରିୟ ବନ୍ଧୁଗଣ, ଏ ଧନ ସବୁଦିନ ନିମନ୍ତେ ନୁହଁ ମୋର ପ୍ରିୟ ବନ୍ଧୁଗଣ। ଆମେ ଆଜି କାହାକୁ ନେଇ ଗର୍ବ କରୁ? ଏହା କ୍ଷଣିକ ମାତ୍ର, ଏହା ସବୁଦିନ ପାଇଁ ନୁହେଁ ମୋର ପ୍ରିୟ ବନ୍ଧୁଗଣ। ଆମେ ନିଜ ନିଜକୁ ଗର୍ବ କରିଥାଉ, ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଆମେ ଗର୍ବ କରିଥାଉ। ମୋର ସୁନ୍ଦର, ମୁଁ ଦେଖିବାକୁ ବହୁତ ସୁନ୍ଦର। ବହୁତ ଦିନ ତଳେ ଆମଙ୍କର ମଣ୍ଡଳୀକୁ, ଭୁବନେଶ୍ୱର ମଣ୍ଡଳୀ ଗୋଟିଏ ଅତି ସୁନ୍ଦର ଝିଅଟିଏ ଆସିଥିଲା। ହୁଏତ ସେ ବିବାହିତ ଝିଅ, ସେ ଦେଖିବାକୁ ଅତି ସୁନ୍ଦର। ସେ ତାର ସାକ୍ଷ୍ୟ ଦେଉଥିଲା ଯେ ତାର ସୁନ୍ଦର ଉପରେ, ଯେତେବେଳେ ତ ସୁନ୍ଦର ଥିଲା, ବୟସ ଥିଲା,
से कौन करथिला निजर स्वामी को भी मान नथिला, निजर परिवार को मान नथिला, निजर पिलामान को मान नथिला, निजर मंडली को भी मान नथिला, केवल ताको सुंदर निमंते दिन आसिला जेतेबेले तार गोटे एक्सीडेंट हला मोर प्रिय बंधुगण, ता मस्तकरु तळिपा पर्यंत 340 स्टिच पड़िला। आउ तार सौंदर्य पळेला। से जेतेबेले हॉस्पिटल मध्य अच्छी सेतेबेले से निजको भाबुची मोर सौंदर्य पळेला, मु कोन करिवि, किए मते दया करिवो, किए मो सहित रहिबो, किए मते सहाय्य करिवो। सेतेबेले से हुए तो ख्रिस्टियन परिवार रो झियो थिला, शेषरे से प्रभुଙ୍କ निकटକୁ आसुचंती। सेतेबेले तार सौंदर्य जीवा संगे संगे तार गोटे हाथ भी आ कोन एक्सीडेंट रे कटि जाइतिला। मोर प्रिय बंधुगण, आमानकर सौंदर्य से अति सुंदर भाव में साक्ष्य देउथाय। आमानकर सौंदर्य को, आमानकर धन को, आमानकर बल को, आमानकर सम्मान को, आमानकर चाकरी को आमे किपरि व्यवहार करबा, यह केवल क्षणिक मात्र। जिरिमिया भविष्यत वक्ता अति सुंदर भाव में गोटे कथा कहती। जिरिमिया तार 9:23-24 जिरिमयଙ୍କ द्वारा सदाप्रभु यही कथा कहती। तार 23 पदरे लेखा अछि मोर प्रिय बंधुगण, सेठी प्रथमे लेखा अछि सदाप्रभु यही कथा कहती, ज्ञानवान अपना ज्ञान रे दर्पण करू, किवा बलवान अपना बल रे दर्पण करू, धनवान अपना धन रे दर्पण करू। मात्र जेबे केही दर्प करे तेबे से आंभ को चिन्हे वो जाने बोली दर्प करू। आंभे सदाप्रभु पृथ्वी रे स्नेहपूर्ण करुणा विचार वो धर्म साधन करू, कारण सदाप्रभु कहती ए सबुरे आंभर संतोष थाए। जदि आम प्रभु सदाप्रभु को चिन्हिचु, जानिचु भल भावरे, ताहले निजको आमे दर्प करू। मोर प्रिय बंधुगण, हुए तो आमान को जीवन रे जेतेबेले प्रभु गोटे चाकरी टीए देइछंती, प्रभुंकर अनुग्रह रे आमे प्रमोशन हेई ऊपर पदवी की जाइताउ, बेले बेले आमान को जीवन रे इगो आसी थाए जे मु अमको चाकरी करची, समको चाकरी करची, मोर तले एते लोक चाकरी करुछंती, मो तले एते लोक काम करुछंती। बेले बेले आमान को जीवन रे कौन आसी थाए, गर्व आसी थाए। मोर प्रिय बंधुगण, ए चाकरी आमानकर केवल सीमित मात्र 60 वर्ष। जदि आमानकर बल जदि अछि, आमानकर बल पय गर्व करिथाओ, ताहा केवल 70 रु 80 वर्ष मात्र। मु जेतेबेले आम ऑफिसर आमर ऑफिसर को दिने जेतेबेले आमानकर कॉन्फ्रेंस हॉल रे गोटे मीटिंग थिला, आ सेतेबेले आमानकर कॉन्फ्रेंस हॉल पाखरे गोटे वॉशरूम थिला, आ अनेक व्यक्ति माने से दिन मीटिंग को आसीबार थिला। से दिन जेतेबेले से वॉशरूम देई हमरो डीजी डायरेक्टर ऑफ जनरल आउछंती, सेतेबेले से वॉशरूम स्मेल होची। आ से डीजी साउथ इंडियन रो से तमिलनाडु लोक थिले, आ से निजे जाउछंती, आ से वॉशरूम को जाई करी फिनाइल बाहर करी आ से पकोउछंती, आ से वॉशरूम ता से निजे धोउछंती। आम ऑफिस रो समस्त स्टाफ को से दिन चकित करिथिला। हुए तो से आम ऑफिस रो गोटे बड़ मान्यगण्य व्यक्ति, बड़ ऑफिसर, आमे तळ कर्मचारी हेले मध्य केबे आम माने कोन करनथिलु, से कार्य करनथिलु। से दिन आमानकर ऑफिसर से आमान को सिखैथिले जे नम्रतार विषय कोन। हुए तो बेले बेले आमाने जागतिक भाव रे प्रभु आमान को उच्च पदवी रखिछंती, किंतु आत्मिक भाव रे आमे तांको निमंते नम्रतार जीवन काटुचु के। बाहर देशर गोटे चर्च रे आ गोटे व्यक्ति रविवार दिन सकाळु से जाई करी घर से चर्च रे समस्त सफा करूची, पानी देई करी टेबुल पेबुल सब पोछा पोछी करूची। आ गोटे व्यक्ति पर समय रे जेतेबेले तांको से चर्च को जाउछंती, से सफा करूची, तांको कहउछंती बाबू एटा रहि गला, सेटा रहि गला, सेतरे टिके धूली लागि जाईची, एटी टिके पानी लागि जाईची, पानी रहि जाईची,
ସେ ତାକୁ କଣ କରୁଛନ୍ତି କାମ ଶିଖଉଛନ୍ତି ତାକୁ ବା କହୁଛନ୍ତି। ବେଳେ ବେଳେ ଆମମାନଙ୍କର ଚର୍ଚ୍ଚରେ ଜଣେ କାମ କଲା ବେଳେ 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 ଆମମାନେ କଣ କରିଥାଉ, ଆମେ ତାଙ୍କୁ କହିଥାଉ। ଆଉ ଯେତେବେଳେ କାର୍ଯ୍ୟ ସରିଲା, ସେ ପୋଛାପୋଛି ସେ ଧୂଆଁ ଧୁଇଁ ସବୁ ସରିଲା ପରେ ଯେତେବେଳେ ଯାଉଛନ୍ତି, ସେ ଦେଶର ଗୋଟିଏ ମାନ୍ୟଗଣ୍ୟ ବ୍ୟକ୍ତି ଥିଲେ। ଯେତେବେଳେ ସେ ଲୋକଟା ବି ଆସିଥିଲେ, ଯେତେବେଳେ ସେ କାର୍ଯ୍ୟ ସାରି ଯେତେବେଳେ ସେ ଫେରୁଛନ୍ତି, ତାଙ୍କର ଗାଡି ପାଖକୁ ଯେତେବେଳେ ଯାଉଛନ୍ତି, ସେଠି ତାର ଆହୁରି ତାଙ୍କର ପ୍ରୋଟେକ୍ସନ ପାଇଁ 5-6 ଜଣ ଅଛନ୍ତି। ଆଉ ସେ ବ୍ୟକ୍ତି ଜଣକୁ ଦେଖୁଛନ୍ତି ଯେ ସେ ଯାହା କହିଥିଲା ସେ ନିଜକୁ ରିଲାଇଜ କରୁଛନ୍ତି ଯେ ତାର ପଦବୀ କଣ, ମୋର ପଦବୀ କଣ, ମୁଁ ଆଜି ତାଙ୍କୁ କଣ କହିଲି। ଆମମାନଙ୍କ ଜୀବନରେ ବେଳେ ବେଳେ ଆମେ ସେୟା କହିଥାଉ। ଆମମାନଙ୍କ ଜୀବନରେ ଈର୍ଷା ଆସିଥାଏ, ଆମମାନଙ୍କ ଜୀବନରେ ଅନେକ ବିଷୟ ଆସିଥାଏ, ଯାହା ଫଳରେ କି ପ୍ରଭୁଙ୍କ ଠାରୁ ଆମେ ଅନେକ ଦୂରକୁ ଚାଲି ଯାଇଥାଉ। ମୋ ପ୍ରିୟ ବନ୍ଧୁଗଣ, ଆମମାନଙ୍କୁ ବେଳେ ବେଳେ ପ୍ରଭୁ ଉଚ୍ଚ ପଦବୀରେ ଜାଗତିକ ଭାବରେ ହଉ, ଆତ୍ମିକ ଭାବରେ ହଉ, ଅର୍ଗାନାଇଜେସନରେ ହଉ, ଚର୍ଚ୍ଚରେ ହଉ, ଯେତେବେଳେ ଚର୍ଚ୍ଚ ଯଦି ଆମମାନଙ୍କୁ ଯଦି କିଛି ପଦପଦବୀ ମିଳେ, ଡିକନ ପଦ ମିଳେ କି ସେକ୍ରେଟାରୀ ପଦ ମିଳେ, ଆମମାନଙ୍କର ପ୍ରିଭିୟସ ଜୀବନ, ତା ପୂର୍ବ ଜୀବନଟା କଣ ଥିଲା, ଯେତେବେଳେ ଆମର ଚର୍ଚ୍ଚରେ ପଦପଦବୀ ମିଳେ, ତାପରେ ଆମମାନଙ୍କର ଜୀବନ କଣ ହେଲା। ଅନେକ ଚର୍ଚ୍ଚ ମାନଙ୍କର ଯେତେବେଳେ ଡିକନ ପଦ ପାଇଥାଉ, ସେକ୍ରେଟାରୀ ପଦ ପାଇଥାଉ, ତାପରେ ଆମମାନଙ୍କର ଜୀବନ ବଦଳେ ଆମମାନଙ୍କ ଜୀବନ ଇଗୋରେ ପରିଣତ ହୋଇଥାଏ। ମୋ ପ୍ରିୟ ବନ୍ଧୁଗଣ, ପ୍ରଭୁ ମତେ କଣ ପାଇଁ ଆହ୍ୱାନ କଲେ, କେଉଁ କାର୍ଯ୍ୟ ପାଇଁ ଆହ୍ୱାନ କଲେ, ତାହା ଆମେ ଭୁଲି ଯାଇଥାଉ। ଯେତେବେଳେ ଗୋଟିଏ ଡାଇରେକ୍ଟର କଥା ଆପଣମାନଙ୍କୁ କହେ, ମୁଁ ପ୍ରଭୁ ତାଙ୍କର ତଳ ଗ୍ରାଉଣ୍ଡ ଲେଭେଲରୁ ଯେତେବେଳେ ତାଙ୍କୁ ଅତି ଉଚ୍ଚ ପଦବୀକୁ ନେଉଛନ୍ତି ଗୋଟେ ଅର୍ଗାନାଇଜେସନରେ, ଆଉ ସେତେବେଳେ ସେ ଡାଇରେକ୍ଟର ହିସାବରେ ଯେତେବେଳେ ସେ ଜଏନ୍ କରୁଛନ୍ତି, ସେତେବେଳେ ସେ ତାଙ୍କର ଅନେକ ଫିଲ୍ଡ ଥିଲା, ଅନେକ ଚର୍ଚ୍ଚ ଥିଲା। ଗୋଟିଏ ଛୋଟିଆ ଚର୍ଚ୍ଚର ଗୋଟେ ପାଳକ ଥିଲା। ସେ ଡାଇରେକ୍ଟର ତାକୁ କଣ କରୁଥିଲେ, ରବିବାର ଦିନ ସେ ପାଳକତ୍ବ କାର୍ଯ୍ୟ କରୁଥିଲେ। ସେ ପୁଣି ବାକି ସୋମବାରରୁ ଶନିବାର ପର୍ଯ୍ୟନ୍ତ ସେ ଅଫିସରେ ଆସିକରି ସେ ଡାଇରେକ୍ଟର ତାକୁ କଣ କରୁଥିଲେ, ପିଅନ କାର୍ଯ୍ୟରେ ବ୍ୟବହାର କରୁଥିଲେ। ମୋର ପ୍ରିୟ ବନ୍ଧୁଗଣ, ପ୍ରଭୁ ଯେତେବେଳେ ଆମମାନଙ୍କୁ ଉଚ୍ଚ ପଦକୁ ନିଅନ୍ତି, ସେତେବେଳେ ଆମମାନଙ୍କର କଣ ଥାଏ, ଦିନ କଣ ଥିଲା, ଆମେ ତାହା କଣ କରିଥାଉ, ଭୁଲି ଯାଇଥାଉ। ମୋର ପ୍ରିୟ ବନ୍ଧୁଗଣ, ଆମେ ବାଇବଲ ଭିତରକୁ ଟିକେ ଆସିବା। ଯେତେବେଳେ ସାଉଲ ସେଦିନ ଗଲିଆତ ଚିତ୍କାର କରୁଛନ୍ତି, ଆମ ବିରୁଦ୍ଧରେ କିଏ ଯୁଦ୍ଧ କରିବ, ବାରମ୍ବାର ସେ ଚିତ୍କାର କରୁଛନ୍ତି। ଗଲିଆତ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ଭାଲେଣି ପଡିଲା, କିଏ ତାଙ୍କ ସହିତ ଯୁଦ୍ଧ କରିବ, ଇଏ ତ ଦେଖିବାକୁ ଏତେ ବଡ, ଏତେ ମୋଟା, ଏତେ ଉଚ୍ଚା, ତା ସହିତ କିଏ ଯୁଦ୍ଧ କରିବ। ଯେତେବେଳେ ଭାଲେଣି ଇସ୍ରାଏଲ ଉପରେ ପଡୁଛି, ସାଉଲ ରାଜା ଚିନ୍ତିତ ଅବସ୍ଥାରେ ଅଛନ୍ତି। ମୁଁ ସଂକ୍ଷିପ୍ତରେ କହିବା ପାଇଁ ଚାହେଁ, ହୁଏତ ସମୟ ହେଇଯାଇପାରେ। ଆଉ ଯେତେବେଳେ ଇସ୍ରାଏଲ ଲୋକମାନଙ୍କ ମଧ୍ୟରୁ ଜଣକୁ ମନୋନୀତ କରାହଉଛି, ଦାଉଦଙ୍କୁ, ଆଉ ଯେତେବେଳେ ଦାଉଦଙ୍କୁ ମନୋନୀତ କରୁଛନ୍ତି, ଯେତେବେଳେ ଗଲିଆତକୁ ସେ ପରାସ୍ତ କରି ଆସୁଅଛନ୍ତି, ସେତେବେଳେ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ଆଉ ସେମାନେ ଖୁସିରେ ଗାଉଛନ୍ତି, ସାଉଲ ବଦ୍ଧ କରି ସହସ୍ର ସହସ୍ର, ଦାଉଦ ବଦ୍ଧ କରି ଅୟୁତ ଅୟୁତ। ଏହା ଯେତେବେଳେ ସାଉଲଙ୍କର କର୍ଣ୍ଣଗୋଚର ହଉଛି, ଆଉ ସେତେବେଳେ ସେ କଣ କରୁଛନ୍ତି, ଈର୍ଷା କରୁଛନ୍ତି। ବେଳେ ବେଳେ ଆମମାନଙ୍କ ଜୀବନରେ ମଧ୍ୟ ଏ ପ୍ରକାର ଈର୍ଷା ଆସିଥାଏ। ମୋ ପ୍ରିୟ ବନ୍ଧୁଗଣ, ହୁଏତ ଆମମାନଙ୍କର ଜୀବନରେ ଯାହା ସବୁ କାର୍ଯ୍ୟ କଷ୍ଟକର ଥାଏ, ସେ କଷ୍ଟକର କାର୍ଯ୍ୟ ସରିଗଲା ପରେ ଆମେ କଣ କରିଥାଉ, ଈର୍ଷା ମନୋଭାବ ଶୈତାନ ଆମମାନଙ୍କ ମଧ୍ୟକୁ ଆଣି ଦେଇଥାଏ। ସେଦିନ ଯାହା ସମସ୍ତ ବିଷୟ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ଥିଲା, ତାହା ଯେତେବେଳେ ସରିଗଲା ପରେ ସାଉଲ ଆଉ ଦାଉଦକୁ ବଦ୍ଧ କରିବା ପାଇଁ ଚେଷ୍ଟା କରୁଛନ୍ତି।
କିନ୍ତୁ ଦାଉଦ ପ୍ରଭୁଙ୍କର ମନୋନୀତ ବ୍ୟକ୍ତି ଥିଲେ। ସେଥିପାଇଁ ଦାଉଦ କଣ କରିଥିଲେ, ତାଙ୍କଠାରୁ ଅନେକ ଦୂରକୁ ଚାଲି ଯାଇଥିଲେ। ମୋ ପ୍ରିୟ ବନ୍ଧୁଗଣ, ଆମମାନେ ଆଜି ଈର୍ଷା କରୁ କି? ହୁଏତ ଜଣେ ଚାକିରି ପାଇଲା ତାଙ୍କ ପାଇଁ ଈର୍ଷା କରୁ, ଜଣେ ଧନୀ ହେଇଗଲା ତାଙ୍କ ପାଇଁ ଈର୍ଷା କରୁ। ଈର୍ଷା ଯଦି ଆମମାନଙ୍କ ମଧ୍ୟରେ ଅଛି, ଆମେ ଯଦି ପ୍ରାର୍ଥନା କରୁଅଛୁ, ଆମମାନଙ୍କର ଈର୍ଷା ଯଦି ଆମମାନଙ୍କ ମଧ୍ୟରେ ଅଛି, ପ୍ରଭୁ ଆମମାନଙ୍କର ପ୍ରାର୍ଥନା କେବେ ବି ଶୁଣିବେ ନାହିଁ। ମୋ ପ୍ରିୟ ବନ୍ଧୁଗଣ, ସେଦିନ ସାଉଲକୁ ପରବର୍ତ୍ତୀ ସମୟରେ ପ୍ରଭୁ ତାଙ୍କୁ କଣ କଲେ ଆମେ ଭଲ ଭାବେ ଜାଣିଅଛୁ। ମୋ ପ୍ରିୟ ବନ୍ଧୁଗଣ, ବେଳେ ବେଳେ ଆମେ ନିଜର ବଳ ପାଇଁ ମଧ୍ୟ ଗର୍ବ କରିଥାଉ। ବେଳେ ବେଳେ ଆମମାନଙ୍କର ନିଜର ବଳ ପାଇଁ ଗର୍ବ କରିଥାଉ। ଯଦି ସାମସନ ବିଷୟରେ ଆମେ ଚିନ୍ତା କରିବା, ସାମସନ ପ୍ରତି ଜଗତରେ ଆଜି ପର୍ଯ୍ୟନ୍ତ ତାଙ୍କ ପରି ବଳ କାହାକୁ ବି ଦିଆଯାଇ ନାହିଁ, ଆଗକୁ ମଧ୍ୟ କାହାକୁ ଦିଆଯିବ ନାହିଁ। ସେଦିନ ସାମସନକୁ ଯୋଉ ବଳ ଦେଇଥିଲେ ମୋ ପ୍ରିୟ ବନ୍ଧୁଗଣ, ଆଉ ସେ ହଜାର ଲୋକକୁ ସେ କଣ କରୁଥିଲେ, ଗୋଟିଏ ଗୋଧ ଥୁମୁଣିରେ ସେ କଣ କରୁଥିଲେ, ପରାସ୍ତ କରିଥିଲେ। ସେ ଗୋଟେ ଗଧ ଥୁମୁଣିରେ ସେ ହଜାର ଲୋକକୁ ସେ କଣ କରିଥିଲେ, ପରାସ୍ତ କରିଥିଲେ। ମୋ ପ୍ରିୟ ବନ୍ଧୁଗଣ, ଆଉ ଯେତେବେଳେ ସେ ପ୍ରଭୁ ଯେଉଁ ବଳ ତାଙ୍କୁ ଦେଇଥିଲେ, ଆଉ ସେ ପରବର୍ତ୍ତୀ ସମୟରେ ଯେଉଁ ସବୁ କାର୍ଯ୍ୟ କଲେ, ପ୍ରଭୁ ତାଙ୍କଠାରୁ ସେ ବଳ ଆଉ କଣ କରିଥିଲେ, ନେଇ ଯାଇଥିଲେ। ପ୍ରଭୁ ତାଙ୍କୁ ଗୋଟିଏ ଅନେକ ଭାବରେ ତାଙ୍କୁ କଣ ଗଢିଥିଲେ। ଯେ ଉଦ୍ଦେଶ୍ୟ ନେଇ ଗଢିଥିଲେ, ତାହା ସେ କଣ କରିଥିଲେ, ପ୍ରଭୁଙ୍କ ନିମନ୍ତେ ସେ କଣ କରିଥିଲେ, ବ୍ୟବହାର କରିନଥିଲେ। କିନ୍ତୁ ସେ ଅନେକ ଦିନ ଆଉ ସେ ରାଜ୍ୟର ବିଚାର କରିଥିଲେ, କିନ୍ତୁ ପ୍ରଭୁଙ୍କ ନିମନ୍ତେ ଆଉ ସେ କଣ କରିଥିଲେ, ଅନେକ ଦିନ ବ୍ୟବହାର ହେଇନଥିଲେ। ମୋ ପ୍ରିୟ ବନ୍ଧୁଗଣ, ତାଙ୍କର ବଳ ନିମନ୍ତେ ସେ କଣ କରୁଥିଲେ, ଗର୍ବ କରୁଥିଲେ। ଆମମାନଙ୍କ ଜୀବନରେ ଯଦି ବଳ ଅଛି, ଆମ ପ୍ରଭୁ ଆଜି ଆମକୁ ବଳ ଦେଇଛନ୍ତି, ଏହା କେତେ ଦିନ ମୋ ପ୍ରିୟ ବନ୍ଧୁଗଣ, ଅଳ୍ପ ସମୟ ମାତ୍ର, ବହୁତ ଦିନ ନାହିଁ। ଯଦି ଯାହା ଦେଇଛନ୍ତି ପ୍ରଭୁ, ତାଙ୍କ ନିମନ୍ତେ ଆମେ ବ୍ୟବହାର ହଉ କି? ବେଳେ ବେଳେ ଆମେ ଧନୀ, ପ୍ରଭୁ ଆମମାନଙ୍କୁ ଅନେକ ଧନ ଦେଇଛନ୍ତି, ଧନ ପାଇଁ ମଧ୍ୟ ଆମେ କଣ କରିଥାଉ, ଗର୍ବ କରିଥାଉ। ମୋ ପ୍ରିୟ ବନ୍ଧୁଗଣ, ସେଦିନ ଧନୀ ଆଉ ସେ ଯେତେବେଳେ ତାର ଅମାନରେ ଅନେକ ସଞ୍ଚୟ କରି ରଖିଲା, ସେ କହିଲା ଆମୋଦ କର, ପ୍ରମୋଦ କର, ଆରାମ ସେ ତାର ଜୀବନକୁ କାଟିବା ପାଇଁ ସେ କଣ କଲା, ଚେଷ୍ଟା କଲା। କିନ୍ତୁ ପ୍ରଭୁ ସେହି ଦିନ ହିଁ ତାର ପ୍ରାଣକୁ ନେଇ ଯାଇଥିଲେ। ମୋ ପ୍ରିୟ ବନ୍ଧୁ, ଆମ ପାଖରେ ଯଦି ପ୍ରଭୁ ଧନ ଦେଇଛନ୍ତି, ସମ୍ପତ୍ତି ଦେଇଛନ୍ତି, ସମସ୍ତ ବିଷୟ ଅନୁଗ୍ରହ କରିଛନ୍ତି, ଏହା କେବଳ ଅଳ୍ପ ସମୟ ମାତ୍ର। ଆଜି ଅନେକ ଧନୀ କଣ କରୁଛନ୍ତି, ପରାସ୍ତ ହେଇଯାଇଛନ୍ତି। ସବୁଦିନ ସେ ଧନ ଜଣକ ପାଖରେ ରୁହେ ନାହିଁ। ମୋ ପ୍ରିୟ ବନ୍ଧୁଗଣ, ଆମେ ଯଦି ସମ୍ମାନ ବିଷୟରେ ଯଦି ଆମେ ଚିନ୍ତା କରିବା, ଯେତେବେଳେ ଆମମାନଙ୍କର ଯକ୍ଷଙ୍କ ବିଷୟରେ ଯଦି ଆମେ ଯେତେବେଳେ ଚିନ୍ତା କରିବା, ଯକ୍ଷ ଗୋଟିଏ ଏପରି ବ୍ୟକ୍ତି ଥିଲେ, ସେ ଧନରେ, ସମ୍ମାନରେ ନିପୁଣ ଥିଲେ। ମୋର ପ୍ରିୟ ବନ୍ଧୁଗଣ, ଆଉ ପ୍ରଭୁ ତାକୁ ଅନେକ ଆଶୀର୍ବାଦ କରିଥିଲେ। ସେ ଗୋଟିଏ ସେଲଟେକ୍ସ ଅଫିସର ଥିଲେ, ତାଙ୍କ ତଳେ ଅନେକ ଲୋକ କାର୍ଯ୍ୟ କରୁଥିଲେ, ଗୋଟେ ମାନ୍ୟଗଣ୍ୟ ବ୍ୟକ୍ତି ଥିଲେ। କିନ୍ତୁ ସେ ପ୍ରଭୁ ଯୀଶୁ କିଏ, ସେ ଦେଖିବା ପାଇଁ ଚାହୁଁଥିଲେ। ମୋ ପ୍ରିୟ ବନ୍ଧୁ, ଆଉ ସେ ଗୋଟିଏ କଥା ଚିନ୍ତା କଲେ, ଯୀଶୁ କିଏ ମୁଁ ନିଶ୍ଚୟ ଦେଖିବି। ସେଇ ଦିନ ସେ ମନୋନୀତ କଲେ, ଯୀଶୁ କିଏ ମୁଁ ଆଜି ନିଶ୍ଚୟ ଦେଖିବି। ତାର ମାନ, ତାର ସମ୍ମାନ, ତାର ଧନ, ତାର ସମ୍ପତ୍ତି, ସମସ୍ତ ବିଷୟକୁ ସେ ପଛରେ ପକେଇଲେ। ମୋର ପ୍ରିୟ ବନ୍ଧୁଗଣ, ଯୀଶୁ କିଏ
ମୁଁ ଆଜି ନିଶ୍ଚୟ ଦେଖିବି। ଆଉ ସେ ଗୋଟିଏ ସେଇ ରାସ୍ତାକୁ ପ୍ରଭୁ ଯେଉଁ ରାସ୍ତା ଦେଇ ଆସିବାର ଥିଲା ସେଇ ରାସ୍ତାକୁ ଯାଉଛନ୍ତି। ଆଉ ସେ ଯେହେତୁ ବାଙ୍ଗରା ଥିଲେ, ଆଉ ସେ ଜନଗହଳି ମଧ୍ୟରେ ସେ ବାଙ୍ଗରା ଥିଲେ, ଆଉ ପ୍ରଭୁ ଯୀଶୁଙ୍କୁ ସେ ଦେଖିପାରିବେ ନାହିଁ। ଆଉ ସେ ଗୋଟିଏ କାମ କରୁଛନ୍ତି ଯେ ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ମୁଁ ଦେଖିପାରିବି ନାହିଁ ଯେହେତୁ ମୁଁ ବାଙ୍ଗରା ଅଛି। ଆଉ ମୁଁ ଗୋଟିଏ କାମ କରିବି, ଆଜି ମୁଁ କଣ କରିବି, ସେ ଡେମ୍ବୁରି ଗଛ ଉପରେ ଚଢିବି, ଏଇ ରାସ୍ତା ଦେଇ ପ୍ରଭୁ ଯୀଶୁ ଯିବେ, ଆଉ ମୁଁ କଣ କରିବି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆଜି ନିଶ୍ଚୟ ଦେଖିବି। ଯକ୍ଷଙ୍କ ବିଷୟରେ ଆମେ ଅଳ୍ପ ସମୟ ଚିନ୍ତା କରିବା। ଯକ୍ଷ ଗୋଟେ ମାନ୍ୟଗଣ୍ୟ ବ୍ୟକ୍ତି ଥିଲେ, ଧନଶୀଳ ବ୍ୟକ୍ତି ଥିଲେ, ତା ତଳରେ ଅନେକ ଲୋକ କାର୍ଯ୍ୟ କରୁଥିଲେ। ହୁଏତ ମୋ ଜୀବନରେ ଯଦି ମୁଁ ଗୋଟେ ସେ ପ୍ରକାର ବ୍ୟକ୍ତି ଥାନ୍ତି, ମାନ୍ୟଗଣ୍ୟ ବ୍ୟକ୍ତି ଥାନ୍ତି, ମୋ ପାଖରେ ଅନେକ ଧନ ସମ୍ପତ୍ତି ଥାନ୍ତା, ମୋ ତଳେ ଅନେକ ଲୋକ କାର୍ଯ୍ୟ କରୁଛନ୍ତି, ଆପଣ ମାନେ ଆଉ ମୁଁ ଟିକେ ନିଜକୁ ଚିନ୍ତା କରୁଛି ଯେ ଯୀଶୁକୁ ଦେଖିବା ନିମନ୍ତେ କୌଣସି ଗଛରେ ଚଢି ପାରିବା କି? ମୋର ପ୍ରିୟ ବନ୍ଧୁ ମାନେ, ଚଢି ପାରିବା କି? ମୁଁ ଗୋଟେ ମାନ୍ୟଗଣ୍ୟ ବ୍ୟକ୍ତି, ମୋର ମାନ୍ୟ ପଳେଇବ, ମୋର ମର୍ଯ୍ୟାଦା ପଳେଇବ, ଅନେକ ଲୋକ ମତେ ଆଙ୍ଗୁଠି ଦେଖେଇବେ, ଅନେକ ଲୋକ ଅନେକ କଥା କହିବେ, ଏ ଦେଖ ଗୋଟେ ମାନ୍ୟଗଣ୍ୟ ବ୍ୟକ୍ତି, ୟାର ଧନ ଅଛି, ସମ୍ପତ୍ତି ଅଛି, ୟାର କଣ ନାହିଁ ଯେ ଗଛ ଉପରେ ଚଢିଛି। ମୋ ପ୍ରିୟ ମାନେ, ସେଦିନ ଯକ୍ଷ ତାହା ସବୁ ଦେଖିଲେ ନାହିଁ, ତାର ମାନକୁ ଦେଖିଲେ ନାହିଁ, ତାର ସମ୍ମାନକୁ ଦେଖିଲେ ନାହିଁ, ତାର ଧନକୁ ଦେଖିଲେ ନାହିଁ, ତାର ସମ୍ପତ୍ତିକୁ ଦେଖିଲେ ନାହିଁ, ତାର ଚାକିରିକୁ ଦେଖିଲେ ନାହିଁ, ତାର କୌଣସି ବିଷୟକୁ ଦେଖିଲେ ନାହିଁ। ମୋର ପ୍ରିୟ ବନ୍ଧୁଗଣ, ତାର ସେଇ ଗୋଟିଏ ମନୋନୀତ କଲେ ଯେ ଯୀଶୁ କିଏ ମୁଁ ଆଜି ଦେଖିବି। ଆମମାନଙ୍କ ଜୀବନରେ ଗୋଟିଏ ପ୍ରଶ୍ନ ଆଜି ଆପଣ ମାନଙ୍କ ସମ୍ମୁଖରେ ରଖିବା ପାଇଁ ଚାହେଁ, ଯୀଶୁ କିଏ ମୁଁ ଆଜି ଦେଖିବି। ଯେଉଁମାନେ ତାଙ୍କୁ ଅପେକ୍ଷା କରନ୍ତି, ଯେଉଁମାନେ ତାଙ୍କୁ ଚାହାନ୍ତି, ଯେଉଁମାନେ ତାଙ୍କୁ ଦେଖିବା ପାଇଁ ପ୍ରସ୍ତୁତ ହୁଅନ୍ତି, ଯେଉଁମାନେ ତାଙ୍କୁ ହୃଦୟରେ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ହୁଅନ୍ତି, ସେମାନଙ୍କ ନିକଟକୁ ପରମେଶ୍ୱର ଆସିଥାନ୍ତି। ମୋ ପ୍ରିୟ ବନ୍ଧୁଗଣ, ହୁଏତ ସେଦିନ ଏତେ ଲୋକ ଜନଗହଳି ମଧ୍ୟରେ, ଆଉ ଯେତେବେଳେ ସେଇ ରାସ୍ତା ଦେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସୁଅଛନ୍ତି, ଆଉ ସେ ଏତେ ଗହଳି ମଧ୍ୟରେ ଗୋଟିଏ ବ୍ୟକ୍ତିକୁ ମନୋନୀତ କରୁଛନ୍ତି, ସେ ବ୍ୟକ୍ତି ହଉଛନ୍ତି ଯକ୍ଷ ମହାଶୟ। ଜଗତ ମଧ୍ୟରେ ଆଜି ଆମେ କୋଟି କୋଟି ଲୋକ ବସବାସ କରୁଛୁ। ମୋ ପ୍ରିୟ ବନ୍ଧୁଗଣ, ଆମେ ତାଙ୍କୁ ଅପେକ୍ଷା କରୁ କି? ଯୀଶୁ କିଏ ଆଜି ଆମେ ଦେଖିବା ପାଇଁ ଚାହୁଁ କି? ସେଦିନ ଯକ୍ଷ ଯେତେବେଳେ ଗୋଟିଏ କଥା ମନୋନୀତ କଲେ, ଯୀଶୁ କିଏ ମୁଁ ଆଜି ଦେଖିବି, ଆଉ ସେଇ ରାସ୍ତା ଦେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସୁଅଛନ୍ତି, ସେଇଦିନ ଯିଏ ତାଙ୍କୁ ଅପେକ୍ଷା କରିଥିଲା ସେ ତାଙ୍କୁ ହିଁ ମନୋନୀତ କରୁଛନ୍ତି, ଆଉ ସେ ଦେଖୁଛନ୍ତି, ଆଉ ତାଙ୍କର ନାଁ ଜାଣୁଛନ୍ତି, ଆଉ ତାଙ୍କ ନାଁ ଧରି ତାଙ୍କୁ ଡାକୁଛନ୍ତି। ମୋ ପ୍ରିୟ ବନ୍ଧୁ ମାନେ, ହାଲେଲୁୟା, ହାଲେଲୁୟା, ହାଲେଲୁୟା। ଆଉ ଯିଏ ଡାକୁଛନ୍ତି, ଏ ଯକ୍ଷ ଶୀଘ୍ର ଓହ୍ଲେଇ ଆସ, ଅବଶ୍ୟ ମୁଁ ତୁମ ଘରେ ଆଜି କଣ କରିବି, ରହିବି। ମୋ ପ୍ରିୟ ମାନେ, ଆଜି ତାଙ୍କୁ ଆମେ ଅପେକ୍ଷା କରୁ କି? ଯୀଶୁ କିଏ ଆଜି ଆମେ ଦେଖୁ କି? ମୋ ପ୍ରିୟ ବନ୍ଧୁଗଣ, ଆଜି ସେଇ ଧନ, ସେଇ ସମ୍ପତ୍ତି, ସେଇ ମାନ, ସେଇ ସମ୍ମାନ ଆଜି ଆମମାନଙ୍କୁ ବାନ୍ଧି ଦେଇନାହିଁ ତ? ଯୀଶୁ କିଏ ଆଜି ଆମେ ଦେଖିବାକୁ ଆଗବର ହଉ କି? ଦିନ ଥିଲା ସେ ଯକ୍ଷକୁ, ଆଉ ସେଇ ଧନ, ସେଇ ସମ୍ପତ୍ତି, ସେଇ ମାନ, ସେଇ ସମ୍ମାନ କଣ କରିଥିଲା, ଆଉ ଜଗତର ଜଗତ ତାକୁ କଣ କରିଥିଲା, ବାନ୍ଧି ଦେଇଥିଲା। ସେ ଗୋଟିଏ କଥା ମନୋନୀତ କଲେ ଯେ ଯୀଶୁ କିଏ ମୁଁ ଦେଖିବି। ବାଟିମୟ ଅନ୍ଧ କଥା ଯଦି ଆମେ ଚିନ୍ତା କରୁ, ସେଦିନ ମଧ୍ୟ ଯେତେବେଳେ ଅନେକ ଲୋକ ପରମେଶ୍ୱର ଯୀଶୁ ଖ୍ରୀଷ୍ଟଙ୍କ ପଛରେ ଯାଉଛନ୍ତି,
ଆଉ ପାଟିମୟ ଆଉ ଅନ୍ଧ ଆଉ ଗୋଟିଏ ବ୍ୟକ୍ତିକୁ ପଚାରୁଛନ୍ତି ଯୀଶୁଙ୍କ ବିଷୟରେ, ହୁଏତ ସେ ଆଗରୁ ଶୁଣିଥିବ। ଆଉ ଯେତେବେଳେ ସେ ଯୀଶୁଙ୍କର କଥା ସେ ଶୁଣୁଅଛି ମୋ ପ୍ରିୟମାନେ, ଆଉ ସେତେବେଳେ ସେ କଣ କରୁଛନ୍ତି, ଆଉ ଚିତ୍କାର କରି କହୁଛନ୍ତି, ହୁଏତ ସେ ଅନ୍ଧ ଥିଲା। ସେ ଅନ୍ଧ ବିଷୟ କହୁନାହାନ୍ତି, ହେ ନାଜରିତୀୟ, ହେ ଦାଉଦ ସନ୍ତାନ ଯୀଶୁ, ତୁମେ ମତେ କଣ କର, ରକ୍ଷା କର, ମତେ ସାହାଯ୍ୟ କର, ମତେ ଦୟା କର। ସେ କଣ କରୁଛନ୍ତି, ସେ ମୋର ଚକ୍ଷୁକୁ ଖୋଲି ଦିଅ ବୋଲି ସେ କଣ କହୁଛନ୍ତି, କହୁନାହାନ୍ତି ମୋ ପ୍ରିୟମାନେ। ବେଳେ ବେଳେ ଆମମାନଙ୍କ ଜୀବନରେ ଯେତେବେଳେ ଆମେ ପ୍ରାର୍ଥନା କରିଥାଉ, ବ୍ୟକ୍ତିଗତ ଜୀବନରେ ଅନେକ ବିଷୟକୁ ଆମେ କଣ କରିଥାଉ, ତାଙ୍କ ନିକଟରେ କଣ କରିଥାଉ, ମାଗିଥାଉ। ଆମମାନଙ୍କର ଯାହା ନିଡ୍, ଯାହା ଆବଶ୍ୟକ, ତାହା ଆମେ ତାଙ୍କ ନିକଟରେ କଣ କରିଥାଉ, ମାଗିଥାଉ। ସେଦିନ ଅନ୍ଧ, ହୁଏତ ସେ ଜଗତ ଦେଖିନଥିଲା ମୋର ପ୍ରିୟମାନେ, ତାର ଚକ୍ଷୁ ଅନ୍ଧ ଥିଲା। ସେ ପରମେଶ୍ୱରଙ୍କୁ, ସେଦିନ ଯୀଶୁ ଖ୍ରୀଷ୍ଟଙ୍କୁ ଡାକୁଛନ୍ତି, ସେ ଜନଗହଳି ମଧ୍ୟରେ ହଜାର ହଜାର ଲୋକ ଥିବେ, ଶହ ଶହ ଲୋକ ଥିବେ। ଆଉ ସେତେବେଳେ ସେ ଅନ୍ଧ ଡାକୁଛନ୍ତି, ହେ ଦାଉଦ ସନ୍ତାନ ଯୀଶୁ, ତୁମେ ମତେ ଦୟା କର। ବାରମ୍ବାର ସେ କଣ କରୁଛନ୍ତି, ଡାକୁଛନ୍ତି। ଅନେକ ଲୋକ କଣ କରୁଛନ୍ତି, ତାକୁ ସେଠି କହୁଛନ୍ତି, ତୁନି ହ, ତୁନି ହ। ସେତେବେଳେ ଆଉ ଯେତେବେଳେ ତାକୁ କହୁଛନ୍ତି ତୁନି ହ, ସେତେବେଳେ ପୁଣି ଜୋର କରି ଚିତ୍କାର କରୁଛି, ହେ ଦାଉଦ ସନ୍ତାନ ଯୀଶୁ, ମତେ ତୁମେ ଦୟା କର। ଆଉ ଯେତେବେଳେ ସେ ଚିତ୍କାର କରୁଛନ୍ତି, ଆଉ ତାହାର ଚିତ୍କାର, ତାହାଙ୍କର ଆକୁଳ ଡାକ, ଦୟାର ଡାକ, ସେ ଯୀଶୁ ଖ୍ରୀଷ୍ଟଙ୍କର କର୍ଣ୍ଣଗୋଚର ହଉଛନ୍ତି ମୋ ପ୍ରିୟ ବନ୍ଧୁଗଣ। ଏତେ ଜନଗହଳି ମଧ୍ୟରେ ଗୋଟିଏ ଅନ୍ଧର ଶବ୍ଦ, ଅନ୍ଧର ଡାକରା କିପରି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଶୁଣୁଛନ୍ତି। କୋଟି କୋଟି ଜନଗହଳି ମଧ୍ୟରେ ଯେ ଆମେ ବସବାସ କରୁଛୁ, ପ୍ରଭୁ ଆମମାନଙ୍କର ଡାକରା ଆଜି ଶୁଣୁଛନ୍ତି କି? ଆଜି ଜଗତ ଅନେକ ମାଧ୍ୟମରେ ଆଜି ଏମାନଙ୍କୁ କଣ କରୁଛି, ଚାପି ଦେବା ପାଇଁ ଚେଷ୍ଟା କରୁଅଛି। ସେଦିନ ବାଟିମୟ ଅନ୍ଧକୁ ଅନେକ ଲୋକ କହୁଛନ୍ତି, ତୁନି ହ, ଚୁପ୍ କର, ଚୁପ୍ କର। ତଥାପି ସେ କଣ କରୁଛନ୍ତି, ପୁରା ଅତି ଜୋରରେ କଣ କରୁଛି, ଚିଲଉଛି, ହେ ଦାଉଦ ସନ୍ତାନ ଯୀଶୁ, ମତେ କଣ କର, ଦୟା କର। ପ୍ରଭୁ ତାଙ୍କର ଡାକରାକୁ ଶୁଣୁଛନ୍ତି। ଏ ଗହଳି ମଧ୍ୟରେ ପ୍ରଭୁ ତାଙ୍କର ଡାକ କେମିତି ଶୁଣୁଛନ୍ତି? ଏହା ଏକ ପ୍ରଶ୍ନବାଚକ ଚିହ୍ନ। ହୁଏତ ଆମମାନଙ୍କର କୋଟି କୋଟି ଲୋକ ମଧ୍ୟରେ ବସବାସ କରୁଅଛୁ, ଆମମାନଙ୍କର ଡାକରା ଆଜି ପ୍ରଭୁ ଶୁଣୁଅଛନ୍ତି କି ନା? ଏ ଜଗତ ଆଜି ଆମମାନଙ୍କୁ ଅନେକ ବିଷୟରେ ଚାପି ଦେଇଅଛି। ଆମମାନଙ୍କର ପ୍ରାର୍ଥନା ଡାକରା ଚାପି ହେଇ ରହିଯାଉଅଛି। ନିଜକୁ ଆମେ ସମୀକ୍ଷା କରୁ କି ମୋର ପ୍ରିୟମାନେ? ଆଉ ଯେତେବେଳେ ସେଇ ଅନ୍ଧର ଡାକରା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଶୁଣୁଛନ୍ତି, ସେଠି ରହିଯାଉଛନ୍ତି। ଆଉ ସେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ବୁଲି ପଡି ଆଉ ତାଙ୍କୁ ଡାକିବା ପାଇଁ ଆଉ କଣ କଣ ଆଦେଶ ଦଉଛନ୍ତି। ଯେତେବେଳେ ସେ ଅନ୍ଧକୁ ଡକା ଯାଉଛି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଗୋଟିଏ କଥା ଥିଲା ଯେ, ମୁଁ ତୁମ ନିମନ୍ତେ କଣ କରିବି ବୋଲି ଚାହୁଁଛୁ ବା ଚାହୁଁଅଛ। ସେତେବେଳେ ସେ କହୁଛନ୍ତି, ପ୍ରଭୁ ମୁଁ କିପରି ଆଉ ଦେଖିପାରିବି। ସେଦିନ ପ୍ରଥମ କରି ସେ କଣ କରିଥିଲେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଦେଖିଥିଲେ, ତାପରେ ଜଗତକୁ ସେ କଣ କରିଥିଲେ, ଦେଖିଥିଲେ ମୋର ପ୍ରିୟମାନେ। ଆଜି ଆମମାନଙ୍କ ଜୀବନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କର ଡାକରା ଶୁଣି ଆମମାନଙ୍କ ନିମନ୍ତେ ବୁଲି ପଡିଛନ୍ତି ତ? ସେ ଆଜି ଆମମାନଙ୍କ ନିମନ୍ତେ ଠିଆ ହେଇଛନ୍ତି। ଆପଣଙ୍କର ବ୍ୟକ୍ତିଗତ ଜୀବନ ନିମନ୍ତେ, ଆପଣମାନଙ୍କର ପାରିବାରିକ ଜୀବନ ନିମନ୍ତେ, ଆପଣମାନଙ୍କର ମାଣ୍ଡଳିକ ଜୀବନ ନିମନ୍ତେ ସେ ଆଜି କହୁଛନ୍ତି, ଆଉ ତୁମ ନିମନ୍ତେ ମୁଁ କଣ କରିବି ବୋଲି ତୁମେ ଚାହୁଁଅଛ। ଆଜି ଆମମାନଙ୍କ ଜୀବନରେ କଣ ନିଡ୍ ଅଛି? ଆଜି ଆମମାନେ ହୁଏତ ଜଗତର
कौन सी विषय आम को चापी पकई अच्छी जदि आम मैंने तथापि परमेश्वर को आम डाकू हे नाजरित जीशु हे दाऊद संतान जीशु तुम्हें मते दया करो से दिन अंध जेपरी परमेश्वर अंध को जेपरी बुली पड़ी डाकी परमेश्वर आपण मानक मते आज डाकिबा प्रस्तुत अच्छा मोर प्रिय माने आज डाकुअछु तो केमती डाकुअछु आम आज जगत आज आम को चापी पकई नहीं तो मोर प्रिय माने जहाँ भी हो परमेश्वर मते सृष्टि करियछंती मु तांकर प्रभु मोर जेते बेले शेष रे टाइम हे गला आ अल्प गोटे विषय मु आपण मान को मध्य रखी शेष करबा पई चाहे आ जेते बेले मूसा राज दरबार रे बढ़ुछंती मूसांकर कन्या रो पुत्र हेबा निमंते से मनोनीत होइछंती मूसा देखिबा को अति सुंदर थिले मोर प्रिय माने राज दरबार रे बढ़ुछंती जेते बेले से बयस प्राप्त हुवंते आपण माने एवरी तार 11 अध्याय तार 24 रु 24 25 26 27 अति सुंदर भाव रे मूसा को विषय लेखा अछि तार 24 पत्र लेखा अछि विश्वास द्वारा मूसा बयस प्राप्त हेला उत्तारे फारंकर कन्यांक पुत्र बोली ख्यात हेबाकू नास्ति कले देखंतु आपण माने आउ मु जति गोटे राज्यर राज दरबार रे जति हमें बढ़िबा गोटे राजांकर झियर पुत्र हेबार प्रभु आमान को जति सेपरी सुंदर जति जागा देई थानते सेपरी स्थान रे जति हमें बढ़ी थानते आमानकर निजको निजे टिके समीक्षा करू सेठू आमे प्रभु को निमंते बाहरी थानते ना राज दरबार रे निजको गर्व रे राजांकर झियर पुत्र बोली आमे बढ़ी थानते मूसा बयस प्राप्त हेला उतारे फारंकर कन्यांक पुत्र बोली ख्यात हेबाकू से कौन करछंती नास्ति करूछंती मोर प्रिय माने तार तल पदरे अति सुंदर वाक्य लेखा अछि पापर क्षणिक सुख भोग अपेक्षा ईश्वरंकर लोक मानक सहित बरं दुख भोग करबाकू से कौन कले पसंद कले बेले बेले जगत रे आमे धन पाई संपत्ति पाई आज प्रभु कार देछंती आज सुंदर घर देछंती आज सुंदर चाकरी देछंती आज सुंदर सौंदर्य देछंती आज सुंदर आज आमान को आ जगत रे मान्य गण्य देछंती मोर प्रिय माने एहा क्षणिक मात्र एहा अल्प समय मात्र मोर प्रिय माने पापर क्षणिक सुख भोग अपेक्षा ईश्वर को लोक मान सहित बरं दुख भोग करने को से पसंद कले मोर प्रिय माने हुए तो जदि 12 जन शिष्य मान विषय जब आम चिंता करवा प्रभुंकर मनोनीत शिष्य 12 जन थिले से माने कौन कले आ जेते बेले तांकर शिष्य थिले हुए तो जने चलीगला आ 11 जन शिष्य हुए तो जहाँ पाले ता करिथांते किंतु तांकर जीवनी यदि आम देखा तांकर दुख 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 अप टू डेथ पर्यंत तांकर कोन दुख जेउ माने तांकु ग्रहण करंती प्रकृत री ता जीवन रे अनेक परीक्षा आसे अनेक दुख मध्य आसे मोर प्रिय माने नूतन भाव रे वर्तमान टाइम रे जे माने प्रभु को ग्रहण करंती अनेक लोक को मु देखि जे जेतेबेले हिंदू परिवार रो आसंती तांको जीवन रे अनेक दुख अनेक संकट अनेक कष्ट मोर प्रिय माने टाइम हो जाउची न गोटे भौणी को साक्ष्य मु कहि थांती आ सेति पई आ से मूसा से कोन कले आ पापर क्षणिक सुख भोग अपेक्षा ईश्वरंकर लोक मानक सहित बरं दुख भोग करबा को से कोन कले पसंद कले
आमने निज निजकु चिंता करू निज निजकु समीक्षा करू कि प्रभु निमंते ईश्वर को लोक मान सहित बरं दुख भोग करने को पसंद करवा कि हुए तो आम कंफर्ट जोन रे आज अच्छे आज अनेक लोक प्रभुंर वाक्य शुणा निमंते चर्च करने निमंते प्रार्थना करने निमंते सुंदर सुजोग पाई पाना मो प्रिय माने यदि उत्तर प्रदेश देखा मध्य प्रदेश देखा छत्तीसगढ़ देखा इवेन आम ओडिशा रे भी अटैक हो सारा अनेक अनेक जगह मानक बाइबल रे लिखा अछि आउ वाक्यर दुर्भिक्ष पाखे आसुची आमे समय सद्व्यवहार आमे कौन करू बेले बेले करें था मोर प्रिय माने 26 पद रे लिखा अछि पुणी मिश्र समस्त धन अपेक्षा ख्रीष्टंक निंदार सहभागी हेबा श्रेष्ठतर धन बोली मने कले कारण से पुरस्कार दानर समय प्रति दृष्टिपात कले हुए तो प्रभु आपण मान निमंते मो निमंते अति सुंदर पुरस्कार रखिछन्ति मोर प्रिय माने ए जगतर धन ए जगतर संपत्ति ए जगतर मान ए जगतर सम्मान केवल क्षणिक मात्र गीत संहितार गोटे कथा लेखा अछि गीत संहिता आज ठारू सदा काल दयाकोरी मुझे पद पढ़िया चाहे दयाकोरी आपण माने खोलिबे गीत संहिता 123 121 यस यस 121 लेखा अछि आज ठारू सदा काल सदा प्रभु तुम्भर बाहर जिबारे ओ भितारे आसीबारे रक्षा करिवे जो माने तांको निजर त्राणकर्ता रूपे ग्रहण करे व्यक्तिगत भाव में परमेश्वर को ग्रहण करती मोर प्रिय माने आज ठारू काली ठारू नहीं मोर प्रिय माने 2 दिन पर नहीं प्रिय माने वर्षे पर नहीं 10 दिन पर नहीं आज ठारू सेति मूसा मिश्र समस्त धन अपेक्षा ख्रीष्टंकर निंदार सहभागी हेबा श्रेष्ठतर धन बोली मने कले कारण से पुरस्कार दानर समय प्रति दृष्टिपात कले विश्वास द्वारा से राजांको क्रोध को भय न करी मिश्र परित्याग कले जेणु अदृश्य ताहांकु दर्शन कला परी सुस्थिर रहिले मोर प्रिय माने आमने निजको समीक्षा करू प्रभु आज मोर मान पाई आज मोर धन पाई आज मोर सम्मान पाई आउ मु गर्व करे जिरिमिय भविष्य वक्ता अति सुंदर भाव से गोटे कथा कहले मात्र जेबे कहीं दर्प करे तेबे से आंभ को चिन्हे वो जाने बोली कौन करू दर्प करू यदि आम जक्ष विषय आज आम देखिले आ प्रभु तांको गोटे कथा तांको गृह रे कहले ये मध्य अब्राहम कौन कौन संतान आज मैंने कहार संतान मो प्रिय माने से अब्राहम संतान तो से प्रभु जीशु ख्रीष्टंकर मनोनीत लोक तो आम आज हुए तो आम निजर धन पाए निजर मन पाए निजर मान पाए निजर सम्मान पाए आज गर्व करूनु तो प्रभु ए पठित वाक्य रे समस्त को आशीर्वाद करंतु